ମୁଁ ସକାଳୁ ସକାଳୁ ଆପଣମାନଙ୍କୁ ପାହାଡ଼ କ'ଣ ପାଇଁ ଦେଖାଉଛି ତ ଆସ କହୁଛି କ'ଣ ହେଇଛି, କ'ଣ ପାଇଁ ଆପଣମାନଙ୍କୁ ମୁଁ ପାହାଡ଼ ଦେଖାଉଛି। ହ୍ୟାଲୋ ଗାଇଜ୍, ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଏଲି ସଭ୍ୟ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଓଡ଼ିଆ ବ୍ଲଗର ସଭ୍ୟକୁ। ତ ଆଜି ସକାଳୁ ସକାଳୁ ଆମେ ଫେରୁଥିଲୁ, କ୍ୟାମେରା କଲୁ 3 ଜଣ, ଦେଖିପାରୁଥିବେ ପୁରା ଲୋଡ଼ିଂ ଅଛି ଗାଡ଼ି। ତ 3 ଜଣ ଫେରୁ ଫେରୁ ରାସ୍ତାରେ ପଡ଼ିଲା ପାହାଡ଼, ତ ସେଥିଲାଗି ଦେଖେଇଥିଲୁ। କିଛି ବାଟ ଆସିକି ଆମେ ଟିକେ ପହଞ୍ଚିଗଲୁ ଚା ପିଇବା ପାଇଁ, କାହିଁକିନା ଶୀତ ଭାରି ଜୋର ପଡ଼ୁଛି, ସେଥିଲାଗି ଆମେ ପହଞ୍ଚାଇଥିଲୁ ଚା ପିଇବା ପାଇଁ। ଆମେ ସବୁ ଚା ପିଇ ସାରିକି ଦେଖିଲା ବେଳକୁ ୟାର ପିଆ ସରିନାହିଁ, ଇଏ ତାର ଧୀରେ 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 ରଙ୍ଗ ହେଇକି ପିଉଛି। ତାପରେ ଆମେ ବାହାରି ଆସିଲୁ ତାକୁ ଛାଡ଼ିବାକୁ। ତ ତାପରେ ତାକୁ ଆରଡ଼ି ଛକରେ ଛାଡ଼ି ଦେଇ ଆମେ ପଳେଇଲୁ ଆମ ଘରକୁ। ଆମେ 2 ଜଣ ପଳେଇ ଆସିଲୁ ଘରକୁ। ଶୀତ ତ ବହୁତ ଜୋର ଲାଗୁଛି ଖରା ଆସିଲା ପରେ ବି। ଦେଖିପାରୁଥିବେ ମୁଁ ପୁରା ପ୍ୟାକିଂ ହେଇଯାଇଛି। ତା କିଛି ସମୟ ଭିତରେ ଆମେ ପଳେଇ ଆସିଲୁ ଆମ ରାସ୍ତାକୁ। ଏଇ ରାସ୍ତାର ଭିଡ଼ିଓ ଆପଣମାନେ ଦେଖିଥିବେ ନିହାତି। ଏଇଟା ଆମ ଗାଁକୁ ଯିବା ପୂର୍ବରୁ ରାସ୍ତା। ତ ତାପରେ ଯାଇକି ଫାଇନାଲି ମୁଁ ପହଞ୍ଚିଗଲି ଘରେ। ଘରେ ପହଞ୍ଚିକି ମୁଁ ଡ୍ରେସ୍ ଫ୍ରେସ୍ ଓହ୍ଲେଇ ବାହାରକୁ ଆସିକି ଦେଖିଲା ବେଳକୁ ଏଠି କାମ କରୁଛି କାହ୍ନା। ତ କେବେ ଆପଣ ଦେଖିନଥିବେ ଏ କାମ କରିବାରେ, କାମ କରେ ନା, ଏବେ ଏବେ ନୂଆ କରୁଛି। ତ ଆଜି ଥିଲା ଗୋଟେ ଖାଇବା କଲ୍, ସେଥିଲାଗି ଇଏ ବାହାରି ଆସିଥିଲା, ମୋତେ ଫୋନ୍ କଲା। ତାପରେ ମୁଁ ବାହାରି ଆସିଲି, ଆମେ ପଳେଇଲୁ ସବୁ ଖାଇବା କଲ୍କୁ। ଆଗକୁ ଗଲା ପରେ ଇଏ ବି ଆସିଲା, ତ ଆମେ ସବୁ ପଳେଇଲୁ ଖାଇବା କଲ୍କୁ। ରହୁଛି, ଦେଖା ହେବ ନେକ୍ସଟ ବ୍ଲଗ୍ରେ। ବାଏ ବାଏ।